ବ୍ରାହ୍ମଣ କାହିଁକି ଭିକ୍ଷା ମାଗନ୍ତି? ଏହା ପଛରେ କ'ଣ ରହିଛି କାରଣ ଏବଂ ଏହାର ପୌରାଣିକ କଥା ଜାଣନ୍ତୁ। ବନ୍ଧୁଗଣ, ସୂଚନା ଅନୁସାରେ ବ୍ରାହ୍ମଣମାନେ କାହିଁକି ଭିକ୍ଷା ମାଗନ୍ତି? ଆପଣମାନେ ସାଧାରଣତଃ ଦେଖିଥିବେ ବ୍ରାହ୍ମଣମାନେ ଘରେ ଘରେ ଯାଇ ଭିକ୍ଷା ମାଗିଥାନ୍ତି। ତେବେ ଆମ ପୌରାଣିକ ଶାସ୍ତ୍ର ଅନୁସାରେ ଏହା ପଛରେ ବିଶେଷ କାରଣ ଯାହା ସମ୍ପର୍କରେ ଆଜି ଆପଣମାନଙ୍କୁ କହିବାକୁ ଯାଉଛି। ଆମେ ସମସ୍ତେ ଜାଣିଛୁ ଭଗବାନ ଶଙ୍କରଙ୍କ ବାହନମାନଙ୍କ ମଧ୍ୟରୁ ନନ୍ଦୀ ହେଉଛନ୍ତି ସର୍ବଶ୍ରେଷ୍ଠ। ନନ୍ଦୀକୁ ବଳଦମାନଙ୍କ ମଧ୍ୟରେ ଉତ୍ତମ ବୋଲି ମନେ କରାଯାଇଥାଏ। ବଳଦମାନଙ୍କ ସ୍ୱଭାବ ଶାନ୍ତ, ଶିଷ୍ଟ ଓ ମୋହ ମାୟା ଠାରୁ ଦୂରେଇ ହୋଇ ରହିଥାନ୍ତି। ଏହା ବ୍ୟତୀତ ବଳଦମାନେ ଶକ୍ତିର ପ୍ରତୀକ ଅଟନ୍ତି। ଏମାନଙ୍କୁ ଯଦି କ୍ରୋଧ ଆସିଥାଏ ତେବେ ସେମାନଙ୍କ ଆଗକୁ ବାଘ ଆସିଗଲେ ମଧ୍ୟ ହାର ମାନିବାକୁ ପଡ଼ିଥାଏ। ଆଜି ଆମେ ଜାଣିବା ଏହି ନନ୍ଦୀଙ୍କ ବିଷୟରେ ଯିଏକି କ୍ରୋଧରେ ସମଗ୍ର ବ୍ରାହ୍ମଣ ବଂଶକୁ ଅଭିଶାପ ଦେଇଥିଲେ, ଯାହାକୁ ଏବେ ବି ବ୍ରାହ୍ମଣମାନେ ଭୋଗୁଛନ୍ତି। କ'ଣ ପାଇଁ ନନ୍ଦୀ କ୍ରୋଧରେ ଜର୍ଜରିତ ହୋଇ ବ୍ରାହ୍ମଣ ବଂଶକୁ ଘୋର ଅଭିଶାପ ଦେଇଥିଲେ? ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶିବପୁରାଣ ଅନୁସାରେ ଶ୍ରୀରାନ୍ତ ଋଷି ଭଗବାନ ଭୋଳାନାଥକୁ କଠୋର ତପସ୍ୟା କରିବା ପରେ ନନ୍ଦୀକୁ ପୁତ୍ର ରୂପେ ପାଇଥିଲେ। ନନ୍ଦୀ ଖୁବ୍ ଅଳ୍ପ ବୟସରେ ଧର୍ମ ଜ୍ଞାନ ପ୍ରାପ୍ତ କରିଥିଲେ। ଅଳ୍ପ ଆୟୁରେ ହିଁ ନନ୍ଦୀ ଶିବଙ୍କ ତପସ୍ୟାରେ ନିଜକୁ ଲୀନ କରିଥିଲେ। ଏହି ବୟସରେ ଭଗବାନଙ୍କ ପ୍ରତି ନିଷ୍ଠାପର ଭାବନା ଦେଖି ଭଗବାନ ଭୋଳାନାଥ ପ୍ରସନ୍ନ ହୋଇଥିଲେ ଏବଂ ସ୍ୱୟଂ ନନ୍ଦୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ବରଦାନ ମାଗିବାକୁ କହିଲେ। ଏହା ଶୁଣି ନନ୍ଦୀ କହିଲେ, ହେ ମହାପ୍ରଭୁ, ମୁଁ ଆପଣଙ୍କର ପ୍ରିୟ ଭକ୍ତ ଅଟେ, ତେଣୁ ମୁଁ ସର୍ବଦା ଆପଣଙ୍କ ଛତ୍ରଛାୟାରେ ରହିବାକୁ ଇଚ୍ଛା କରେ। ଏହି କଥାରେ ପ୍ରସନ୍ନ ହୋଇ ଭଗବାନ ଭୋଳାନାଥ ନନ୍ଦୀକୁ ଆଲିଙ୍ଗନ କରି ବଳଦର ଶରୀର ପ୍ରଦାନ କରି ତାଙ୍କୁ ନିଜର ବାହନ କରିଥିଲେ। ସେହିଦିନ ଠାରୁ ନନ୍ଦୀକୁ ଭୋଳାନାଥଙ୍କ ପ୍ରିୟ ବାହନ ଓ ବନ୍ଧୁ ରୂପେ ମାନା ଯାଇଥାଏ। ବନ୍ଧୁଗଣ, ବ୍ରହ୍ମା ପୁରାଣ ଦ୍ୱାରା ଏକଦା ବ୍ରାହ୍ମଣମାନଙ୍କ ଦ୍ୱାରା ଏକ ଯଜ୍ଞର ଆୟୋଜନ ହେଉଥିଲା ଏବଂ ଏହି ଯଜ୍ଞରେ ଭଗବାନ ବ୍ରହ୍ମା ଓ ଭଗବାନ ଭୋଳାନାଥକୁ ନିମନ୍ତ୍ରଣ କରାଯାଇଥିଲା। ଏହି ଯଜ୍ଞକୁ ଭଗବାନ ଶିବଙ୍କର ଶ୍ୱଶୁର ବ୍ରାହ୍ମଣ ଦକ୍ଷ ପ୍ରଜାପତି ଆସିଥିଲେ। ତାଙ୍କ ଆଗମନରେ ସେଠାରେ ଉପସ୍ଥିତ ସମସ୍ତ ଦେବାଦେବୀମାନେ ଛିଡ଼ା ହୋଇଥିଲେ, କିନ୍ତୁ ଭଗବାନ ବ୍ରହ୍ମା ଏବଂ ଭଗବାନ ଶିବ ଛିଡ଼ା ନ ହେବା କାରଣରୁ ଦକ୍ଷ ପ୍ରଜାପତି କ୍ରୋଧିତ ହୋଇ ଭଗବାନ ଶିବଙ୍କୁ ପଚାରିଲେ ଓ ଅନେକ ଗୁଡ଼ାଏ ଅପମାନ କଥା କହିଲେ, ଯାହାକୁ ଭଗବାନ ଶିବ ନୀରବତା ସହ ଶୁଣୁଥିଲେ। ମାତ୍ର ନନ୍ଦୀ ଏହାକୁ ସହ୍ୟ କରିପାରିଲେ ନାହିଁ। ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣମାନଙ୍କୁ ଅଭିଶାପ ଦେଇଥିଲେ କି ସମସ୍ତେ ବ୍ରାହ୍ମଣ ବୁଦ୍ଧିହୀନ ହୋଇଯିବେ ଏବଂ ନିଜର କ୍ଷୁଧାକୁ ମେଣ୍ଟାଇବା ପାଇଁ ଘର ଘର ବୁଲି ଭିକ୍ଷା ମାଗିବେ। ତେଣୁ ବ୍ରାହ୍ମଣମାନେ ଭିକ୍ଷା ମାଗିଥାନ୍ତି। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ମହାଦେବ।